friends, good morning. Welcome back to my cricketing channel. I am Dolgon Pal from Odisha. I am a left-handed batsman, medium fast bowler, and my favorite batsman is Mr. Sourav Ganguly, Mr. Brian Charles Lara, and Mr. Yuvraj Singh, the Six King. Welcome back. ଆଜି ଆମେ କଥା ହେବା 1983 ମସିହା ୱାର୍ଲଡ କପ୍ ଫାଇନାଲ ମ୍ୟାଚ୍ ଭାରତ ଭର୍ସେସ୍ ୱେଷ୍ଟଇଣ୍ଡିଜ। ଭାରତ ଭର୍ସେସ୍ ୱେଷ୍ଟଇଣ୍ଡିଜ 1983 ମସିହା କ୍ରିକେଟ୍ ୱାର୍ଲଡ କପ୍। ଯିବା କଥା ହେବା। ପ୍ରଥମେ ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ସ୍କୋର 183 ଫର୍ 10 ୱିକେଟ୍। 54 ଓଭରରେ ଅଲ୍ ଆଉଟ୍ ହୋଇଯାଇଥିଲା ଭାରତ 183 ରନ୍ ସଂଗ୍ରହ କରିକି। 183 କେମିତି ହେଲା? ଓପନର ସୁନୀଲ ଗାଭାସ୍କର 2 ରନ୍, ଶ୍ରୀକାନ୍ତ 38 ରନ୍, କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ 38 ସୁନ୍ଦର ବ୍ୟାଟିଂ କରିଥିଲେ। ମହେନ୍ଦ୍ର ଅମରନାଥ ସେ ବି 27 ରନ୍ କି 26 ରନ୍ ସଂଗ୍ରହ କରିଥିଲେ। ତାପରେ ସବୁ ଫ୍ଲପ୍। ସନ୍ଦୀପ ପାଟିଲ 27 ରନ୍ କରିଥିଲେ, କପିଲ ଦେବ 15 ରନ୍ କରିଥିଲେ, ମଦନ ଲାଲ 17 ରନ୍ କରିଥିଲେ, ସାୟଦ କିରମାନି 11 ରନ୍ କରିଥିଲେ। ଏମିତି ହେଇକରି ଟୋଟାଲ ସ୍କୋର ଭାରତ କଲା 183 ରନ୍ରେ ଅଲ୍ ଆଉଟ୍ ହୋଇଗଲା। ୱେଷ୍ଟଇଣ୍ଡିଜ ସେତେବେଳେ ବହୁତ ଷ୍ଟ୍ରଙ୍ଗ ଟିମ୍, ନମ୍ବର 1 ଟିମ୍। 183 ରନ୍ ସେ ୱାକ୍ ଇନ୍ ପାର୍କ ପରି ରନ୍। ବଟ୍ ଯାହା ବି ହଉ ସେଦିନ ଭାରତ 43 ରନ୍ ମ୍ୟାଚ୍କୁ ବିଜୟୀ କରିଛି। ଭାରତ ଟୋଟାଲ ଏମିତି ସ୍କୋର ମିଶାଇକି 183 ରନ୍ କଲା। ଏବେ ଆମେ ଯିବା ୱେଷ୍ଟଇଣ୍ଡିଜ କେମିତି ହାରିଲା, ଭାରତ କେମିତି ଜିତିଲା ଏତେ ଲୋ ସ୍କୋରିଂ ମ୍ୟାଚ୍ରେ। ଯିବା ଏବେ ଆମେ ୱେଷ୍ଟଇଣ୍ଡିଜ ବ୍ୟାଟିଂ। ୱେଷ୍ଟଇଣ୍ଡିଜର ବ୍ୟାଟିଂରେ ଓପନର ହେନ୍ସ ଗ୍ରୀନିଜ 2 ଜଣ ଯାକ ଫ୍ଲପ୍, ଜଣେ 13 ରନ୍, ଜଣେ 0 କି 1 ରନ୍। 2 ଜଣ ଓପନର ଫ୍ଲପ୍। ତାପରେ ସବୁଠୁ ହାଇ ସ୍କୋର କରିଥିଲେ ଭିଭିଆନ ରିଚାର୍ଡସ 33 ରନ୍। ଲାଷ୍ଟକୁ ତାଙ୍କର ଡୁଜନ କରିଥିଲେ 25-26 ରନ୍। ଲାଷ୍ଟରେ ବୋଲର ମାର୍ଶାଲ କରିଥିଲେ 18 ରନ୍। ଏମିତି ହେଇକି 140 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା ୱେଷ୍ଟଇଣ୍ଡିଜ, ଦ ଷ୍ଟ୍ରଙ୍ଗେଷ୍ଟ ଟିମ୍। ଅଲ୍ ଆଉଟ୍ ହୋଇଯାଇଥିଲା। ଭାରତ 43 ରନ୍ରେ ବିଜୟ ଲାଭ କରିଥିଲା। 83 ମସିହା କ୍ରିକେଟ୍ ୱାର୍ଲଡ କପ୍ ବିଜୟ ପ୍ରଥମ ଥର ଭାରତ ୱିନ୍ କରିଥିଲା। ଏମିତି କେମିତି ସମ୍ଭବ ହେଲା? 140ରେ ୱେଷ୍ଟଇଣ୍ଡିଜ ଦ ଷ୍ଟ୍ରଙ୍ଗେଷ୍ଟ ଟିମ୍କି ଭାରତ ଅଲ୍ ଆଉଟ୍ କଲା କେମିତି? ଚାଲନ୍ତୁ ଯିବା ଇଣ୍ଡିଆର ବୋଲିଂ କାର୍ଡ। କେତେ ସୁନ୍ଦର ବୋଲିଂ କରିଥିବେ। ନିହାତି 140ରେ ଅଲ୍ ଆଉଟ୍ କରି ଯଦି ୱେଷ୍ଟଇଣ୍ଡିଜ ଦ ଷ୍ଟ୍ରଙ୍ଗ ଟିମ୍ ବି କେମିତି ଅଲ୍ ଆଉଟ୍ କଲେ ଚାଲ କଥା ହେବା। ମନିନ୍ଦର ଅମରନାଥ 7 ଓଭରରେ 12 ରନ୍ ଦେଇକି 3ଟି ୱିକେଟ୍ ନେଇଥିଲେ। ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବି ମନିନ୍ଦର ଅମରନାଥ ହେଇଥିଲେ। 3ଟି ୱିକେଟ୍ ନେଇଥିଲେ ମନିନ୍ଦର ଅମରନାଥ 7 ଓଭରରେ 12 ରନ୍। ଇକୋନୋମି 1.71। ଏତେ ସୁନ୍ଦର ବୋଲିଂ, ୱାଓ। ସେଇ ଟାଇମ୍ରେ କେତେ ବହୁତ ଭଲ ବୋଲିଂ କରିଥିବେ। ଇକୋନୋମି 1.71, 3ଟି ୱିକେଟ୍ ନେଇଛନ୍ତି। ସେପଟେ ମଦନ ଲାଲ ବି 3 କେତେ ସମଥିଙ୍ଗ ଇକୋନୋମି ଦେଇକି ସେ ବି 3ଟି ୱିକେଟ୍ ନେଇଛନ୍ତି। ମଦନ ଲାଲ ବି ବହୁତ ସୁନ୍ଦର ବୋଲିଂ କରିଛନ୍ତି। ସେପଟେ କ୍ୟାପ୍ଟେନ୍ କପିଲ ଦେବ ସେ ବି 11 ଓଭରରେ 21 ରନ୍ ଦେଇଛନ୍ତି। ସେ ବି ଶାନଦାର ବୋଲିଂ କରିଛନ୍ତି, ଗୋଟେ ୱିକେଟ୍ ନେଇଛନ୍ତି। ସେପଟେ ସାନ୍ଧୁ ଯେଉଁ ବୋଲର ବଲିନ୍ଦର ସିଂ ସାନ୍ଧୁ ସେ ବି 2ଟି ୱିକେଟ୍ ନେଇଛନ୍ତି। ଏଣୁ ସମସ୍ତଙ୍କର ମିଳିତ ପ୍ରୟାସରେ ୱେଷ୍ଟଇଣ୍ଡିଜ 140 ରନ୍ ସୀମିତ ରଖିକି ଅଲ୍ ଆଉଟ୍ କରିଦେଇଛନ୍ତି। ଭାରତ ବୋଲରମାନେ ସୁନ୍ଦର ବୋଲିଂ କରିଛନ୍ତି। ଏମିତି ରୋଜର ବିନି ବି ଥିଲେ ସେ ମ୍ୟାଚ୍ରେ। ଏଣୁ ଏମିତି ହେଇକି 140ରେ ୱେଷ୍ଟଇଣ୍ଡିଜ ପରି ଷ୍ଟ୍ରଙ୍ଗେଷ୍ଟ ଟିମ୍କି ଅଲ୍ ଆଉଟ୍ କରିବା ବହୁତ ବଡ଼ ଚମତ୍କାର ବିଷୟ ଥିଲା। ଆଉ ଭାରତ ପ୍ରଥମ ଟାଇଟଲ୍ ବି ଜିତିଥିଲା। ଏମିତି ହେଇକି ଭାରତ 23 ମସିହା ୱାର୍ଲଡ କପ୍ ଜିତି ଯାଇଥିଲା। ଏଠି ମୁଁ ରହୁଛି। ଭିଡ଼ିଓ ସରିଗଲା। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ନେକ୍ସଟ ଗୋଟେ ମ୍ୟାଚ୍ ଉପରେ ଆମେ ଆସିବା। ଭିଡ଼ିଓ ଭଲ ଲାଗିଲେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ। ମୁଁ ରହୁଛି। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓ।